এই পরিপ্রেক্ষীরে মোর মনে পড়ি যায় গোটিয়ে পদ সার কোন মনে পড়ি যাও অতি বড়ি জগন্নাথ দাস ওড়িয়া ভাগবত কহিদেলে আচ্ছা ভাগবতরে কোন কহিলে ଦେଖିବା କହିଲେ ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ ସିଏ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ ନବାକ୍ଷରୀ ଛନ୍ଦରେ 18ଟା ଅକ୍ଷର ମଧ୍ୟରେ ସୃଷ୍ଟିର କେତେ ବଡ ଗୋଟେ ତତ୍ତ୍ୱକୁ କହିଦେଲେ ଜଗନ୍ନାଥ ଦାସ ସାର କୋନ କହିଲେ କହିଲେ ପିଣ୍ଡ ଆଉ ବ୍ରହ୍ମାଣ୍ଡ ହଉଛି ଏକ ପିଣ୍ଡ ବ୍ରହ୍ମାଣ୍ଡ ଏକମତ ପିଣ୍ଡ ବ୍ରହ୍ମାଣ୍ଡକୁ ଏକ ବୋଲି କହିଦେଲେ ଜଗନ୍ନାଥ ଦାସ ଖାଲି ଆଜ୍ଞା ଜଗନ୍ନାଥ ଦାସ କହିନାହାନ୍ତି ଆଉ କିଏ ସେଇ କଥା କହିଲେ ସେଇ ସମାନ କଥାକୁ କହିଦେଲେ ଆପଣମାନଙ୍କ ପିତାମ୍ବର ଦାସ ପିତାମ୍ବର ଦାସ କଣ କହିଲେ ବହି ହଉଛି ନୃସିଂହ ପୁରାଣ କହିଲେ ପିଣ୍ଡରେ ନଥିବା କଥା ବ୍ରହ୍ମାଣ୍ଡରେ ନାହିଁ କଥା ବ୍ରହ୍ମାଣ୍ଡରେ ନାହିଁ ପିଣ୍ଡରେ ନଥିବା କଥା ବ୍ରହ୍ମାଣ୍ଡରେ ନାହିଁ ବ୍ରହ୍ମାଣ୍ଡରେ ନାହିଁ କଥା ବ୍ରହ୍ମାଣ୍ଡରେ ନାହିଁ ଏଣୁ ପିଣ୍ଡ ବ୍ରହ୍ମାଣ୍ଡକୁ ଏକତା ବୁଝାଇ ଏବେ ଏକତା ବୁଝାଇ କହିଲେ ପିଣ୍ଡରେ ଯାହା ନାହିଁ ବ୍ରହ୍ମାଣ୍ଡରେ ତାହା ନାହିଁ ପିଣ୍ଡରେ ଯାହା ଅଛି ବ୍ରହ୍ମାଣ୍ଡରେ ସେଇଆ ଅଛି ତେଣୁ ପିଣ୍ଡ ବ୍ରହ୍ମାଣ୍ଡ ହଉଛି ଏକ ବୋଲି କହିଦେଲେ ପିତାମ୍ବର ଦାସ କହିଲେ ଜଗନ୍ନାଥ ଦାସ ଖାଲି ସେତିକି ନୁହେଁ ଆଜ୍ଞା ଆପଣ ମାନଙ୍କର ଠାକୁର ଅଭିରାମ ପରମହଂସ ସେଇ ସମାନ କଥା କହିଦେଲେ ଠାକୁର ଅଭିରାମ ପରମହଂସ କହିଲେ ପିଣ୍ଡ ବ୍ରହ୍ମାଣ୍ଡ ହଉଛି ଏକ କେମିତି କହିଲେ ଘଟେ ସବୁ ପୁରୀ ଅଛି ଇଏ ଘରେ ନ ଖୋଜି ବାହାରେ ଖୋଜୁଛି ଭାଇଆ ମନରେ ଭାଇଆ ମନରେ ଭାଇଆ ମନ ଏ ପିଣ୍ଡ ବ୍ରହ୍ମାଣ୍ଡ ରହିଛି ଭାଇଆ ମନ କହିଲେ ଘଟେ ସବୁ ପୁରୀ ଅଛି ଏ ଘଟରେ ପିଣ୍ଡରେ ସବୁ ପୁରୀ କି ଅଛି ଏ ପିଣ୍ଡରେ ସବୁ ଅଛି ଘରେ ନ ଖୋଜି ବାହାରେ ଖୋଜୁଛି ବାହାରେ ଖୋଜିଲେ କଣ ହବ ପାଇପାରିବନି ପ୍ରଭୁ କୋଉଠି ଅଛି ବାହାରେ ନାହିଁ ଆଜ୍ଞା ପ୍ରଭୁ ବାହାରେ ନାହିଁ ପ୍ରଭୁ କୋଉଠି ଅଛି ମନ୍ଦିରରେ ନାଇଁ କହିଲେ ମନ୍ଦିର ଭିତରେ ନାହିଁ ବାବା ତୁ ବଜାର ଘାଟରେ ପାଇବୁ ପିଣ୍ଡ ବ୍ରହ୍ମାଣ୍ଡ ଏକ କଥାକୁ କାହିଁକି କହିଦେଲେ ଜଗନ୍ନାଥ ଦାସ କବି ମାନେ କାହିଁକି କହିଲେ ତାର କେତୋଟି ଉଦାହରଣ ଆପଣଙ୍କୁ ନେଇକି ଯାଉଛି ତାର ଭିତରେ ପ୍ରଭୁ କୋଉଠି ଅଛନ୍ତି ଜାଣିବା ପ୍ରଭୁଙ୍କର ବାସସ୍ଥାନ କିଏ ତାର ସିଦ୍ଧାନ୍ତ ନେଇଯିବା ଅମୂଲ୍ୟ ପିଣ୍ଡ ବ୍ରହ୍ମାଣ୍ଡ ଏକଥା କବି ମାନେ ମତ ଦେଲେ କିନ୍ତୁ ଏ କଥା ସମସ୍ତେ ଆମେ ଜାଣିପାରିନି ଆଜ୍ଞା ସମସ୍ତେ ବୁଝିପାରିବାନି ସମସ୍ତଙ୍କର ବିଶ୍ୱାସ ହବନି ଅମୂଲ୍ୟ ଆରେ ପିଣ୍ଡ ବ୍ରହ୍ମାଣ୍ଡ ଏକ ବୋଲି ଆମର କଣ ବିଶ୍ୱାସ ହଉଛି ମୋର ତ ହଉନି ଆପଣଙ୍କର କଥା କିଏ ବୁଝନ୍ତୁ ହବ ଆଜ୍ଞା କିନ୍ତୁ ଏଇ କଥାକୁ ଜାଣନ୍ତି କିଏ ସୁଜ୍ଞାନୀ ପଣ୍ଡିତ ଯୋଉମାନେ ସୁଜ୍ଞାନୀ ପଣ୍ଡିତ ସେଇମାନେ ଜାଣିପାରିବେ ଆମେ ଜାଣିପାରିବାନି ଆଜ୍ଞା ଆମେ କଣ ସୁଜ୍ଞାନୀ ଆମେ ପଣ୍ଡିତ ଅମୂଲ୍ୟ ସୁଜ୍ଞାନୀ କିଏ ସୁଜ୍ଞାନୀ ଯିଏ ଶୋଇଲା ବେଳେ ସଁ ସଁ ହଉଥିବ ମୋ ଶୋଇ ସେ ସୁଜ୍ଞାନୀ ସେ ଆଜ୍ଞା ଶୋଇଲା ବେଳେ ସବୁ ସଁ ସଁ ନାଇଁ ସୁଜ୍ଞାନୀ କାହାକୁ କହିବେ ଆଜ୍ଞା ସେ କିଏ କେତୋଟି କଥା ଆଜି ମୁଁ କହିବି ସାର୍ ତ ମତେ କେତୋଟି ଟିପ୍ସ ଦେଇଛନ୍ତି ତା ଭିତରେ ପୁରାଣ ଶାସ୍ତ୍ର ଆପଣ ମାନଙ୍କୁ କାହାକୁ ଅଜଣା ନାହିଁ ଆଜ୍ଞା ଏବେ ପୁରାଣ ଶାସ୍ତ୍ର ଆପଣ ମାନେ ସମସ୍ତେ ଜାଣିଲେଣି କିନ୍ତୁ ଶିକ୍ଷଣୀୟ କଥା ଦର୍ଶନ ଥିବା କଥା ତା ସହିତ ପୁରାଣ ରହୁଥିବ ସୁଜ୍ଞାନୀ କିଏ ବନ୍ଧୁ ସୁଟାକୁ କାଟି ଦିଅନ୍ତୁ ସୁ ଶବ୍ଦର ଅର୍ଥ ହଉଛି ଆଜ୍ଞା ଉତ୍ତମ ଜ୍ଞାନୀ କିଏ ଯାହାର ଜ୍ଞାନ ଥିବ ସେ ଜ୍ଞାନୀ ଯାହାର ଅଧିକ ଜ୍ଞାନ ଥାଏ ସେ ହଉଛି ଆଜ୍ଞା ଜ୍ଞାନୀ ଠିକ କହିଲେ ଯେମିତି ଯାହାର ଅଧିକ ଧନ ଥବ ତାକୁ କହିବା ଧନୀ ଯାହାର ଅଧିକ ମାନ ତାକୁ କହିବା ମାନି ଯିଏ ଅଧିକ ଦାନ କରେ ତାକୁ କହିବା ଦାନୀ
জ্ঞানী কিଏ জ্ঞানী କିଏ? ଯାହାର ଅଧିକ ଜ୍ଞାନ ଥିବ। ଆଜ୍ଞା 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 ଜ୍ଞାନ କଣ ଜ୍ଞାନ ଆପଣ ଜାଣିନାହାନ୍ତି? ଦେଖନ୍ତୁ ୟା ଭିତରେ କେତୋଟି କଥା ଆଜି କହିକି ଯିବି ଆଜ୍ଞା ଆଜ୍ଞା ଅମୂଲ୍ୟ ସାରେ ଆରେ ଜ୍ଞାନ କଣ ଜ୍ଞାନ ମାନେ ଯେ ବହୁତ ବିଦ୍ୟାର ଅଧିକାରୀ ସେ ନା ଜ୍ଞାନୀ ନା 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 ବହି ଯିଏ ପଢି ଦେଇଥିବ ମଞ୍ଚରେ ପରିବେଷଣ କରି ସେଇ ହେଉଛି ନାଇଁ 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 ଆରେ ବହି ପଢିଦେଲେ ଜ୍ଞାନ ନୁହଁ ମୁଁ ପଢିଛି ରେ। ବହି ପଢିଲେ ଜ୍ଞାନ ହୁଏ ନା ହେଇପାରିବନି। ବୋଲେ ବହି ପଢିଦେଲେ ନୁହଁ ଜ୍ଞାନ ବହି ପଢିଲେ ନୁହଁ ଜ୍ଞାନ ଆଖି ବୁଝିଦେଲେ ନୁହଁ ଜ୍ଞାନ ଦେଖିବାରୁ ବହି ପଢିଦେଲେ ନୁହଁ ଜ୍ଞାନ ହଁ ଆଖି ବୁଝିଦେଲେ ନୁହଁ ଧ୍ୟାନ ଆରେ ମୁଁ ଏତେ ବହି ପଢିଛି ରହ ଅମୂଲ୍ୟ ଆଜ୍ଞା ଜ୍ଞାନ କାହାକୁ କହିବା ଆଜ୍ଞା ଜ୍ଞାନ କିଏ? ଦେଖନ୍ତୁ ଆମ ସଂସ୍କୃତି ଆମ ଧର୍ମ ଆମ ପୁରାଣ କଥା ଆଜି କହିବି ଆଜ୍ଞା ଆଜ୍ଞା ଅମୂଲ୍ୟ ସାରେ ଜ୍ଞାନ କାହାକୁ କହିବା ଜ୍ଞାନ କିଏ? ଭଗବାନ କୃଷ୍ଣ ଆଜ୍ଞା ସେଦିନ ଅର୍ଜୁନକୁ ବୁଝେଇଥିଲେ ବାବା ଅର୍ଜୁନ 6ଟା ପ୍ରଶ୍ନ ମା ପଚାରିଥିଲେ 6ଟା ପ୍ରଶ୍ନ ସେ 6ଟା ପ୍ରଶ୍ନ କଥା ମୁଁ କହିବି ସେ 6ଟା ପ୍ରଶ୍ନ କହିବି କୋଉ 6ଟା ପ୍ରଶ୍ନ ଅର୍ଜୁନ ପଚାରିଥିଲେ ଭଗବାନ କୃଷ୍ଣଙ୍କୁ ସେ ପ୍ରଶ୍ନ 6ଟା କଣ? ଶ୍ରୀମଦ ଭଗବତ ଗୀତାରେ ଲେଖା ହେଇଛି ଗୀତା ଗୀତା ଆପଣ ମାନେ ସବୁ ପଢିଛନ୍ତି ଆଜ୍ଞା ଆଜ୍ଞା ଶ୍ରୀମଦ ଭଗବତ ଗୀତା ପ୍ରମାଣ କଲେ କଣ କହିଲେ? କୋଉ 6ଟା ପ୍ରଶ୍ନ ଅର୍ଜୁନ ପଚାରିଥିଲେ ସେ 6ଟା ପ୍ରଶ୍ନ କହିଲେ ପ୍ରକୃତି ପୁରୁଷ ଚୈବ କ୍ଷେତ୍ରଜ୍ଞ ଏବ ଚ ବେଦି ତୁମି ଛାମି ଜ୍ଞାନ ଜ୍ଞେୟ ଚକେଶ ଭଗବାନ କୃଷ୍ଣଙ୍କୁ ଅର୍ଜୁନ ଆଜ୍ଞା 6ଟା ପ୍ରଶ୍ନ ପଚାରିଥିଲେ 6ଟା କହିଲେ ପ୍ରକୃତି ପୁରୁଷ ଚୈବ କ୍ଷେତ୍ର କ୍ଷେତ୍ରଜ୍ଞ ଏ ବଚ ଏ ବଚ ପ୍ରକୃତି କିଏ ପୁରୁଷ କିଏ କିଏ? କ୍ଷେତ୍ର କିଏ କ୍ଷେତ୍ରଜ୍ଞ କିଏ କିଏ? ଏତଦ ବେଦିତ୍ୟ ମୁଁ ଇଚ୍ଛାମି ମୁଁ ଏଇଗୁଡାକ ଜାଣିବାକୁ ଚାହୁଁଛି ଜ୍ଞାନ ଜ୍ଞେୟ ଚ କେଶବ ଜ୍ଞାନ କଣ ଜ୍ଞେୟ କଣ ଆଜ୍ଞା, ଆଜ୍ଞା। ଏଇ 6ଟା ପ୍ରଶ୍ନ ପଚାରିଥିଲା ବେଳେ ଭଗବାନ କୃଷ୍ଣ ଆଜ୍ଞା ଜ୍ଞାନର ପରିଭାଷା ବୁଝେଇଦେଲେ ଜ୍ଞାନର ପରିଭାଷା କହିଲେ କଣ କହିଲେ? କଣ କହିଲେ କହୁନାହାନ୍ତି। ଆମେ କହିବା ମୁଁ ବିଏସସି ପଢିଛି ଏମଏସସି ପଢିଛି ଆଇଏସ୍ ହେଇଛି ଓଏସ୍ ହେଇଛି ମୁଁ ଭାରି ଜ୍ଞାନୀ ହଁ। ନା ଆଜ୍ଞା ତାହା ଜ୍ଞାନ ନୁହଁ ମୁଁ ଡକ୍ଟର ପାସ୍ କରିଛି ନାଇଁ 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 କିଏ କହେ ମୁଁ ସଂସ୍କୃତରେ ଇଏ ପିଜି କରିଛି ଆଜ୍ଞା। ତାଠୁ ଅଧିକ ପଢିଛି ହଁ। ମୁଁ ହଉଛି ଜ୍ଞାନୀ ନା ସିଏ ବି ଜ୍ଞାନୀ ନୁହନ୍ତି ଆଜ୍ଞା ନାଇଁ। ଜ୍ଞାନ କଣ ଜ୍ଞାନର ପରିଭାଷାକୁ ବୋଝେଇଲେ ସେଦିନ ଭଗବାନ କୃଷ୍ଣ ସେଇ ଶ୍ରୀମଦ ଭଗବତ ଗୀତା ଗୀତା ଜ୍ଞାନର ପରିଭାଷାଟା କଣ ଆପଣ ଗୀତା ପାଖରେ ଅଛନ୍ତି ଆଜି ଆଉ ମୁଁ ଗୀତା ପାଖରେ ଅଛି ଅମୂଲ୍ୟ ଆପଣ ଆଜି ଗୀତା ପାଖରେ ଅଛନ୍ତି ଆଜି ଶ୍ରୀମଦ ଭଗବତ ଗୀତା କହିଲେ ଭଗବାନ କୃଷ୍ଣ ବୁଝେଇଦେଲେ ଜ୍ଞାନର ପରିଭାଷା କଣ ଜ୍ଞାନ କାହାକୁ କୁହାଯାଏ ଜ୍ଞାନ କାହାକୁ କହିବା? କହିଲେ କ୍ଷେତ୍ରଜ୍ଞ ଚାପି ମାଙ୍ଗ ବିଧି କ୍ଷେତ୍ରେ ସୁଭାରତ କ୍ଷେତ୍ରଜ୍ଞ ଜ୍ଞାନ ଜ୍ଞାନ ମତ ମମ କେତେ ସୁନ୍ଦର କଥା କହିଦେଲେ ଭଗବାନ କୃଷ୍ଣ କହିଲେ ବିଏସସି ଏମଏସସି ଡକ୍ଟରେଟ କଲେ ଇଞ୍ଜିନିୟରିଂ କଲେ ଜଣେ ଜ୍ଞାନୀ ହବନି ଜଣେ ଆଇଏସ୍ ଓଏସ୍ ହେଇଗଲେ ଜ୍ଞାନୀ ହବନି ଆଜ୍ଞା ଜ୍ଞାନଟା କଣ ନା କ୍ଷେତ୍ର କ୍ଷେତ୍ର ଜ୍ଞାନ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ କ୍ଷେତ୍ର ହଉଛି ପିଣ୍ଡ କ୍ଷେତ୍ରଜ୍ଞ ହେଲେ ଭଗବାନ କୃଷ୍ଣ ଭଗବାନ ନାରାୟଣ ତେଣୁ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ ପିଣ୍ଡ ଏବଂ ବ୍ରହ୍ମ ବ୍ରହ୍ମ ଏବଂ ବ୍ରହ୍ମାଣ୍ଡ ଏଇ ଆଙ୍କ ବିଷୟକ ଜାଣିବା କଥାଟା ହଉଛି ଜ୍ଞାନ ସେଇଟା ହଉଛି ଆଜ୍ଞା ଜ୍ଞାନ ଯେ ତତ୍ତ୍ୱଦର୍ଶୀ ଆଉ ହେଲା ତାକୁ ଯିଏ ଉତ୍ତମ ଭାବରେ ଅନୁଶୀଳନ କଲା ସେ ହେଲା ସୁଜ୍ଞାନୀ ସୁଜ୍ଞାନୀ ଠିକ ଅଛି ସୁଜ୍ଞାନୀ କେ ବୁଝିପାରିଲେ ଆଜ୍ଞା ଆଜ୍ଞା ବ୍ରହ୍ମ ବ୍ରହ୍ମାଣ୍ଡ ପିଣ୍ଡ ବ୍ରହ୍ମ ଆଜ୍ଞା। ଆତ୍ମତତ୍ତ୍ୱକୁ ଯିଏ ଜାଣେ ସେ ହଉଛି ଆଜ୍ଞା ସେ ସୁଜ୍ଞାନୀ ଠିକ ହେଲା ଇଏ ଗଲା ଆଜ୍ଞା ସୁଜ୍ଞାନୀ ଆଜ୍ଞା। ମୋ ମା ମାନେ ତ ଶୁଣୁଛନ୍ତି ପଣ୍ଡିତ କିଏ ପଣ୍ଡିତ ଆଜ୍ଞା ଆମ ଗାଁରେ ମୁଁ ଆଜ୍ଞା ଏ ତମ ଗାଁ କଥା କହୁନି ପଣ୍ଡିତ କାହାକୁ କୁହାଯିବ ପଣ୍ଡିତ ଯେ ସଂସ୍କୃତ ପଢିଥିବ ସେ ପଣ୍ଡିତ ସଂସ୍କୃତ ମାଷ୍ଟର ହାଇସ୍କୁଲରେ ଯେ ସଂସ୍କୃତ ପଢାନ୍ତି ସିଏ କୋଉଟା ଆଜ୍ଞା ପଣ୍ଡିତ ଠିକ ଆଜ୍ଞା। ନା ସିଏ ପଣ୍ଡିତ ନୁହନ୍ତି ତମେ କଣ ତମ ସ୍କୁଲରେ ପଣ୍ଡିତ ଆରେ ମୁଁ ସ୍କୁଲରେ ମାଷ୍ଟର ଥିଲେ ସଂସ୍କୃତ ମାଷ୍ଟର ସ୍କୁଲଟା ଖାଲି ଗ୍ରେଡ ପାଇଲାନି ବୋଲି ମୁଁ ପଳେଇ ଆସିଲି ପାଲା ଧାତୁରୂପ ଶବ୍ଦ ରହ ଜାଣିଛି। କଥା ଟିକେ ଆଗକୁ ଯାଉ ଆଜ୍ଞା ଅମୂଲ୍ୟ ସାରେ ପଣ୍ଡିତ ଆମେ କାହାକୁ କହିବା ଆଜ୍ଞା କିଏ ଯିଏ ପାଲା ଗାଉଛି ସେ ପଣ୍ଡିତ ନୁହଁ ଯିଏ ପ୍ରବଚନ ଦଉଛନ୍ତି ସେ ପଣ୍ଡିତ ନୁହଁ ନାଇଁ। ଯିଏ ସଂସ୍କୃତ ପଢଉଛନ୍ତି ସେ ପଣ୍ଡିତ ନୁହଁ ନା। ପଣ୍ଡିତ କିଏ ଯାହାକୁ ଚାଣକ୍ୟ ଲେଖିଦେଲେ ଲେଖିଲେ। କେତେ ସୁନ୍ଦର କଥା କହିଛନ୍ତି ଆଜ୍ଞା ଆଜ୍ଞା। ଆମ ଧର୍ମ ଆମ ପୁରାଣ କେତେ ପବିତ୍ର ପବିତ୍ର। ମୋ ମା ପଣ୍ଡିତ ଆମେ କାହାକୁ କୁହାଯିବ କାହାକୁ କହିବା କହିଲେ ମାତୃମତ ପରଦାରେଷୁ ପର ଦ୍ରବ୍ୟେଷୁ ଲୋଷ୍ଟବ ସର୍ବଭୂତେଷୁ ପଶ୍ୟତି ସ ପଣ୍ଡିତ। ଆଜ୍ଞା
ପଣ୍ଡିତ କିଏ ଶୁଣନ୍ତୁ ଆମ ଧର୍ମରେ ଲେଖା ହେଇଛି ମାତୃବତ ପରଦାରେଷୁ ପର ନାରୀକି ଦେଖିଲେ ଯିଏ ମା ବୋଲି ବିଚାର କରିବ ସିଏ ହବ ଆଜ୍ଞା ପଣ୍ଡିତ ଅମୂଲ୍ୟ ପର ନାରୀକି ଦେଖିଲେ ଯିଏ ମାତୃ ଜ୍ଞାନ କରିବ ସିଏ ହବ ପଣ୍ଡିତ ଆରେ ପର ନାରୀକି ଦେଖିଲେ ଆମେ କଣ ମା ବୋଲି ଭାବି ପାରୁଛୁ ଆମର ସେ ମନୋଭାବନା ଆସିନି ଆଜ୍ଞା ଆଜ୍ଞା ଆମେ ପଣ୍ଡିତ କେମିତି ହବା ନାଇଁ ନାଇଁ ପର ନାରୀକି ଦେଖିଲେ ଯିଏ ମା ବୋଲି ବିଚାର କରିବ ସିଏ ହବ ପଣ୍ଡିତ ଆମ ଧର୍ମ କହୁଛି ଜଗତରେ ଯେତେ ନାରୀ ଅଛନ୍ତି ତା ଭିତରୁ ଜଣେ ଆମର ସ୍ତ୍ରୀ ଆଉ ସମସ୍ତେ ଆମର ମା ଇଏ ହଉଛି ହିନ୍ଦୁ ସନାତନ ଧର୍ମର ପବିତ୍ରତା ଆଜ୍ଞା ହିନ୍ଦୁ ସନାତନ ଧର୍ମର ମହନୀୟତା ହଉଛି ଜଗତରେ ଯେତେ ନାରୀ ଅଛନ୍ତି ତା ଭିତରୁ ଜଣେ ହୁଏ ତ ଆମର ସ୍ତ୍ରୀ ଆଉ ସମସ୍ତେ ଆମର ମା ପର ନାରୀ ଦେଖିଲେ ମା ବୋଲି ଆମେ କେମିତି ବିଚାର କରିବା ସେଦିନ ରାମ ମହିମା ଗୋସାଇଙ୍କୁ ପଚାରିଲା କହିଲା ଗୋସାଇ ଆମେ ତ ଭିକ୍ଷା ମାଗିବାକୁ ଯାଉଛୁ ଭିକ୍ଷା ମାଗିବାକୁ ଗଲା ବେଳେ ଆମେ ତ ପର ନାରୀକି ଦେଖୁଛୁ ଆମର ତ ଭାବାନ୍ତର ସୃଷ୍ଟି ହଉଛି ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଦେଖିଲା ପରେ ଆମର ଭାବାନ୍ତର ସୃଷ୍ଟି ହଉଛି ମାତୃଜ୍ଞାନ ହେଇପାରୁନି କିନ୍ତୁ ଯିଏ ପର ନାରୀକି ମା ବୋଲି ଭାବି ପାରିବ ସିଏ ହବ ପଣ୍ଡିତ ରାମ ପଚାରିଲା ଗୋସାଇ ପର ନାରୀର ଅଙ୍ଗ ପ୍ରତ୍ୟଙ୍ଗ ଦେଖିଲା ପରେ ଆମର ଭାବାନ୍ତର ସୃଷ୍ଟି ହଉଛି ମହିମା ଗୋସାଇ କହିଥିଲେ ଭୀମ ଭୋଇ କଲମ କଲେ ଆଜ୍ଞା ପର ନାରୀକି ଆମେ କେମିତି ମା ବୋଲି ବିଚାର କରିବା କେତେ ସୁନ୍ଦର କଥା ଆମ ପୁରାଣରେ ଅଛି ଆମ ଧର୍ମରେ ଅଛି ପର ନାରୀକି ଦେଖିଲେ ତାର କୋଉ ଅଙ୍ଗ ପ୍ରତ୍ୟଙ୍ଗକୁ ଦେଖିଲେ ଆମେ କଣ ଭାବିବା ମହିମା ଗୋସାଇ କହିଦେଲେ କହିଲେ ଶୁଣୁ ରାମ ପର ନାରୀର ମୁଖକୁ ଦେଖିଲେ ତୁ କଣ ଭାବିବୁ ଭୀମ ଭୋଇ କଲମ କଲେ ରହ ରହ କହିଲେ ମୁଖକୁ ଦେଖିଲେ ତୁ ମନକୁ ଆଣିବୁ ଏ ଜନ୍ମ ଦେଖନ୍ତୁ ଭୀମ ଭୋଇ କେତେ ସୁନ୍ଦର ପାଠ ଲେଖିଛନ୍ତି ଆଜ୍ଞା ଆମ ଧର୍ମ କେତେ ପବିତ୍ର କହିଲେ ପର ନାରୀର ମୁଖକୁ ଦେଖିଲେ କଣ ଭାବିବୁ ନା ମୁଖକୁ ଦେଖିଲେ ଭାବିବୁ ଇଏ ହଉଛି ସେଇ ମୁଖମଣ୍ଡଳ ତୁ ଯେତେବେଳେ ଛୋଟିଆ ପିଲାଟିଏ ହେଇଥିଲୁ ଯୋଉ ମୁଖମଣ୍ଡଳ ତୋ ଗଣ୍ଡ ଦୋଷରେ ଚୁମ୍ବନ ଆଙ୍କି ଦଉଥିଲା ଇଏ ହଉଛି ତ ମାର ମୁଖମଣ୍ଡଳ ରାମ ହାତ ଯୋଡ଼ିଦେଲା ସେ କହିଲା ଗୋସାଇ ଏ ଭାବନା କଣ ଆମର ହଉଛି ଖାଲି ସେତିକି ନୁହଁ ପର ନାରୀର କଣ୍ଠସ୍ୱରକୁ ଶୁଣିଲେ କଣ ଭାବିବୁ କହିଦେଲେ ମହିମା ଗୋସାଇ କଲମ କଲେ ଭୀମ ଭୋଇ କଣ କହିଲେ କହିଲେ ସ୍ୱର୍ଣ୍ଣକୁ ଶୁଣିଲେ ତୁ ମନକୁ ଆଣିବୁ ଏ ସୁମଧୁର ବାଣୀ ନାରୀର କଣ୍ଠସ୍ୱରକୁ ଶୁଣିଲେ କଣ ଭାବିବୁ ନା ପର ନାରୀର କଣ୍ଠସ୍ୱରକୁ ଶୁଣିଲେ ଭାବିବୁ ତୁ ଛୋଟ ପିଲାଟିଏ ହେଇ ଦାଣ୍ଡରେ ଖେଳୁଥିଲା ବେଳେ ବିଳମ୍ବ ହେଇଛି ମା ଡାକୁଥିବ ମୋ ଧନମଣି କୁଆଡେ ଗଲୁ ମୋ ଧନମଣି ବିଚାର କରିବୁ ଏହି ତ ମାର କଣ୍ଠସ୍ୱର ହାତ ଯୋଡ଼ିଲେ ରାମ ଗୋସାଇ ପର ନାରୀର କଣ୍ଠସ୍ୱରକୁ ଶୁଣିଲେ ଆମର କଣ ଭାବନା ହଉଛି ଖାଲି ସେତିକି ନୁହଁ କହିଦେଲେ ସେଦିନ ମହିମା ଗୋସାଇ ଆଉ କୋଉ ଅଙ୍ଗକୁ ଦେଖିଲେ କଣ ଭାବିବୁ ନା ସ୍ତନକୁ ଦେଖିଲେ ତୁ ମନକୁ ଆଣିବୁ ଏ ଜନ୍ମିବା କେତେ ପବିତ୍ର ଆଜ୍ଞା କହିଦେଲେ ସେଦିନ ଭୀମ ଭାଇ ପର ନାରୀର ବକ୍ଷତକୁ ଦେଖିଲେ କଣ ଭାବିବୁ ନା ପର ନାରୀର ବକ୍ଷତକୁ ଦେଖିଲେ ଭାବିବୁ ଇଏ ହଉଛି ସେଇ ବକ୍ଷୋଜ ଯୋଉ ବକ୍ଷୋଜର ଅଗ୍ରଭାଗ ତ ମୁଖ ଗହ୍ୱର ମଧ୍ୟରେ ପ୍ରବେଶ କରିବା ପରେ ତୁ ସେଥିରୁ ଅମୃତ ପାନ କରିଥିଲୁ ଇଏ ହଉଛି ତ ମାର ବକ୍ଷ ରାମ ହାତ ଧରିଲେ କହିଲେ ଗୋସାଇ ପର ନାରୀକି ଦେଖିଲେ କଣ ଆମର ଭାବନା ହଉଛି ତାଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଦେଖିଲେ କଣ ଆମେ ଭାବି ପାରୁଛୁ ଖାଲି ସେତିକି ନୁହଁ କହିଲେ ଶୁଣ ଆଜି ରାମ ମୁଁ ଆଉ କେତୋଟି କଥା ତତେ କହୁଛି କହିଲେ ଜାନୁକୁ ଦେଖିଲେ ତୁ ମନକୁ ଆଣିବୁ ଏୟା ପରେ ଜାନୁ ଯୁଗଳକୁ ଦେଖିଲେ କଣ
ଭାବିବୁ ନା ଭାବିବୁ ତୁ ଛୋଟ ପୁଅଟିଏ ହେଇଥିଲା ବେଳେ ଏ ଜାନୁ ଉପରୁ ବସ୍ତ୍ର ଉଠେଇ ଦେଇ ଲୁଗାକୁ ଉଠେଇ ଦେଇ ମା ତା ଉପରେ ତତେ ପକେଇ ଦେଇ ତେଲ ହଳଦୀରେ ଘଷି ଘଷି ଯେମିତି ତୋ ଦେହଟାକୁ ଶକ୍ତ କରିଦେଇଥିଲା ଇଏ ହଉଛି ସେଇ ତୋ ମାର ମୁଖମଣ୍ଡଳ ମାର ଜାନୁ ମଣ୍ଡଳ। ଏତିକି କହିଲା ବେଳେ ରାମଚନ୍ଦ୍ର ହାତ ଯୋଡ଼ି ଦେଇଛି କହିଲା ସେଇ ପର ନାରୀକି ଦେଖିଲେ ମା ବୋଲି ଭାବନା କରିବା ଏ ଭାବନା ଆମ ଭିତରେ ଆସୁନି ଆମେ ଜାଣିପାରୁନୁ ନା ପର ନାରୀର ଉଦରକୁ ଦେଖିଲେ କଣ ଭାବିବୁ କେତେ ସୁନ୍ଦର ନ୍ୟାୟ ପର ନାରୀର ଉଦରକୁ ଦେଖିଲେ କଣ ଭାବିବୁ ନା ଉଦରକୁ ଦେଖି ମନରେ ଭାବିବୁ ଏ ମଠ ନାରୀର ଉଦରକୁ ଦେଖିଲେ କଣ ଭାବିବୁ ନା ଭାବିବୁ ଇଏ ହଉଛି ତୋର ମଠ ଯୋଉ ମଠରେ ତୁ 300 ଦିନ ବାସ କରିଥିଲୁ ଯୋଉ ମା ମଠରେ ମା ଉଦରରେ ଥିଲୁ ଇଏ ହଉଛି ତୋ ମାର ଉଦର। ମୁଁ କାହିଁକି ଏ କଥା କହୁଛି ଆଜ୍ଞା ପଣ୍ଡିତ ଜଗନ୍ନାଥ ଦାସ କହିଲେ ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ ପଣ୍ଡିତ କିଏ ମୁଁ ସେଇ କଥା କହୁଛି ଆଜ୍ଞା ପର ନାରୀକି ଦେଖିଲେ ଯେ ମା ବୋଲି ବିଚାର କରିବ ସିଏ ହବ ଆଜ୍ଞା ପଣ୍ଡିତ ଖାଲି ସେତିକି ନୁହଁ ଆତୃବତ ପରଦାରେଷୁ ପର ଦ୍ରବ୍ୟେଷୁ ଲୋଷ୍ଟ୍ରବ ପରର ଧନ ସମ୍ପତ୍ତିକି ଦେଖିଲେ ଅମୂଲ୍ୟ ପରର ଗୋଟେ ସୁନା ମୁଣ୍ଡାଟା ପଡିଛି ଯିଏ ତାକୁ ମାଟି ଗୋଡି ବୋଲି ପଥର ବୋଲି ଭାବି ପାରିବ ସିଏ ହବ ଆଜ୍ଞା ପଣ୍ଡିତ। ସେ ପଣ୍ଡିତରୁ କଣ ମିଳୁଛି ସୁନା ଭରି 70 ହେଲାଣି ଆମେ ପଣ୍ଡିତ ଦେଖେଇବୁ ଏଇଠି ମା ପରର ସୁନା ମୁଣ୍ଡାକୁ ଧନ ସମ୍ପତ୍ତିକି ଯିଏ ମାଟି ଗୋଡି ବୋଲି ବିଚାର କରିପାରିବ ସିଏ ହବ ପଣ୍ଡିତ। ଯଦି ଦାଣ୍ଡରେ 10 ଟଙ୍କିଆ ଟେ କାହାର ପଡିଛି ବାଟରେ ଆମେ ଆଗ ପଛକୁ ଚାହିଁକି ପକେଟରେ ପୁରେଇ ଦଉଛୁ ଆଜ୍ଞା ଆମେ ପଣ୍ଡିତ କେମିତି ହବୁ ଅମୂଲ୍ୟ ଶୁଣୁ ଆଉ କଣ ନା ଆତ୍ମବତ ସର୍ବଭୂତେଷୁ ସର୍ବଭୂତରେ ଯିଏ ଆତ୍ମଦର୍ଶନ କରିବ ସିଏ ହବ ପଣ୍ଡିତ ଖାଲି ସେତିକି ନୁହଁ ମୁଁ ଆଉ ଗୋଟେ ଶ୍ଲୋକ ପଢୁଛି ସେ ଶ୍ରୀମଦ ଭଗବତ ଗୀତା ଭଗବାନ କୃଷ୍ଣ ଦ୍ୱୈପାୟନ ବ୍ୟାସ ଲେଖିଛନ୍ତି ପଣ୍ଡିତ ଆମେ କାହାକୁ କହିବା କିଏ ହବ ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ ଗବିହସ୍ତିନି ସୁନିର୍ଦୈବ ସ୍ୱପାକେଚ ପଣ୍ଡିତାଃ ସବଦର୍ଶିନଃ। ପଣ୍ଡିତ କିଏ ଆଜ୍ଞା କହିଲେ ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ ଗବିହସ୍ତିନି ବିଦ୍ୟା ବିନୟ ସମ୍ପନ୍ନ ବ୍ରାହ୍ମଣକୁ ଆମେ ସମସ୍ତେ ମୁଣ୍ଡିଆ ମାରୁଛେ ଆଜ୍ଞା ପ୍ରଣାମ କରୁଛେ ବ୍ରାହ୍ମଣକୁ ସେ ଦେଖିଲେ ମୁଣ୍ଡିଆ ମାରୁଛେ ଭକ୍ତି କରୁଛେ ଅମୂଲ୍ୟ ଯିଏ ଗାଈକି ଦେଖିଲେ ସେମିତି ମୁଣ୍ଡିଆ ମାରିବ କୁକୁରକୁ ସେମିତି ମୁଣ୍ଡିଆ ମାରିବ ଆଉ ହାତୀକି ସେମିତି ମୁଣ୍ଡିଆ ମାରିବ ଛେଳିକି ସେମିତି ମୁଣ୍ଡିଆ ମାରିବ ଯିଏ ସିଏ ହବ ଆଜ୍ଞା ପଣ୍ଡିତ। ତାହେଲେ ଆପଣ ଆଜ୍ଞା ପଣ୍ଡିତ ଜଣେ ଜ୍ଞାନୀ ଲୋକ ଆପଣ କାଲୁ ପାଲା କସିଲେ ଛେଳି କୁକୁରକୁ ମୁଣ୍ଡିଆ ମାରିକି ଆସିବେ ସେ ଘରେ ଠାକୁର ଘର ଆରେ ମୁଁ କଣ ପଣ୍ଡିତ ହେଲିଣି ନାଇଁ ଆପଣଙ୍କ ଘରେ ଆଉ ଠାକୁର ପୂଜା କରିବେନି ଆଉ କାଲଠୁ କୁକୁର ପୂଜା କରିବେ ତୁ କଣ ବୁଝିଲୁ ଆଜ୍ଞା ପଣ୍ଡିତ ହବ ପରା ଆପଣ ଭାବାର୍ଥ ଦେଖନ୍ତୁ ଆଜ୍ଞା ଦେଖାନ୍ତୁ ବ୍ରାହ୍ମଣକୁ ଯେମିତି ଆମେ ଭକ୍ତି କରେ ପୂଜା କରେ ମୁଣ୍ଡିଆ ମାରେ କୁକୁରକୁ ଗାଈକି ହାତୀକି ଯିଏ ସେଇ ଭାବନା ରଖିପାରିବ ସିଏ ହବ ପଣ୍ଡିତ ଯେ କୁକୁର ମୁଣ୍ଡିଆ ମାରିବ ତାର ଅର୍ଥ କଣ ଆଜ୍ଞା ସର୍ବଭୂତରେ ଯେ ଆତ୍ମ ଦର୍ଶନ କରିବ ସର୍ବଭୂତରେ ଯେ ବ୍ରହ୍ମ ଦର୍ଶନ କରିବ ସିଏ ହବ ଆଜ୍ଞା ପଣ୍ଡିତ।